ଆଜ୍ଞା କୁହନ୍ତୁ ଏଇଟା କଣ ଗୋଟେ ଏତେ ଗୁଡାକ ଏମିତି ବାକ୍ୟ ଶବ୍ଦ ବାକ୍ୟ ଜଣଙ୍କ ମୁହଁରୁ ଏମିତି କୋଉ କହିହେଇଯିବ? ନା ଆଜ୍ଞା ଶୁଣନ୍ତୁ ଶୁଣନ୍ତୁ ଯେତେବେଳେ ସେ ସବୁ ଜିନିଷ କହିଲେ ଜାଣି ଶୁଣି କହିଲେ ନା କୋଉ କହିଲେ? ନା ନାଇଁ ଶୁଣନ୍ତୁ ୟା ଦେହରେ ଆମେ ଜାଣିଛୁ ଯେ ଦାରୁ ମୂର୍ତ୍ତି ଯାଇନାହିଁ। ସ୍ଲିପ ଅଫ୍ ଟଙ୍ଗ ବୋଲି ଆଜି ନାଇଁ ନାଇଁ ସେଇଟା ଆଇନ ମନ୍ତ୍ରୀ କହିଛନ୍ତି ତାଙ୍କର ସ୍ଲିପ ଅଫ୍ ଟଙ୍ଗ ହେଇଗଲା, ପାଟିରୁ ଖସିଗଲା। ପାଟିରୁ ଗୋଟେ ଶବ୍ଦ ଖସି ଯାଇପାରେ, ଦିଟା ଶବ୍ଦ ଖସି ନାଇଁ ନାଇଁ ବାକ୍ୟ ଏତେ ଗୁଡାକ ବାକ୍ୟ ଖସିଯିବ ପୁରା ବଙ୍ଗଳାରେ ସେ କହୁଛନ୍ତି। ସେଇଟା ଯାହା ବି ହଉ ଆପଣ ମାନେ ଜାଣିଥିବେ ସେ ବିଷୟରେ ଟିକେ ଅଧିକ। ଆପଣ ବେଶୀ ଜାଣିଥିବେ ବିନାୟକ ଦଇତା ନିଯୋଗ ଦଇତ ମୁଁ ଆପଣଙ୍କୁ କହିଲି ଦଇତ ନିଯୋଗ ବିଷୟରେ ଜାଣିନା ଆପଣ ମାନେ ଜାଣିଥିବେ କୋଉ କହିଦେଲେ ନା? ନାଇଁ ନାଇଁ କୋଉ କହିଦେଇ ଜାଣି ଶୁଣି କହିଲେ କଣ ପାଇଁ କହିଲେ ଶୁଣନ୍ତୁ, ସିଏ ଗୋଟେ ମୁଖ୍ୟମନ୍ତ୍ରୀ କଣ ତାଙ୍କ ପାଖରେ ଆଶା ଥିବ କି କଣ ନାହିଁ ସେ ବିଷୟ ସିଏ ଜାଣିଥିବେ। ତେଣୁକରି ସେ ତାଙ୍କର ଜେଜେମାନ ବ୍ୟକ୍ତିଗତ ହିସାବରେ ସେ ଦାୟିତ୍ୱ ନେଇଥିଲେ, ସିଏ ବୁଝାବୁଝି ହେଇଥିବ। ତେଣୁକରି କାହିଁକି ଏକଥା କହିଲେ ପୁଣି ପୁରୀରେ ଆସିକି ତାକୁ ମତ ବଦଳେଇଲେ? ଏଇ ଯୋଉ ଜିନିଷଟି ଘଟିଲା ସମସ୍ତଙ୍କ ମନରେ ଟିକେ ଆଘାତ ହେଇଛି। ଯୋଉମାନେ ଆମର ଜଗନ୍ନାଥ ନେଇଥିଲେ କି ନାଇଁ ବଳକା ଦାରୁ? ନା ବଳକା ଦାରୁ ସେଠୁ ଯାଇନି। ଆଉ ସେଇ ଯୋଉ ଦାରୁ ସେଠି ହେଲା ଭଳିଆ ଦାରୁ ନଥିଲେ ତା ଭିତରେ। କେତେ ଦାରୁ ଅଛି ସବୁ? ଶୁଣ ଦାରୁ ଆମର 1.5 ଫୁଟିଆ ଫୁଟିକିଆ ଛୋଟ ଛୋଟ ଗୋଲିର ଦାରୁ। ଇଏ କଣ ବଡ ମୂର୍ତ୍ତି ନେଇଛନ୍ତି? ଶୁଣନ୍ତୁ ଏଇ ଯୋଉ ମୂର୍ତ୍ତି ନେଇଛନ୍ତି ସେଇଭଳିଆ ସାଇଜ ଦାରୁ ହେଲେ ତ ତାଙ୍କର ତିଆରି ହେବେ କେମିତି? ତେଣୁକରି ଆମେ ଆଜ୍ଞା ଜଗନ୍ନାଥ ମହାପ୍ରଭୁ ଯୋଉ ବସିଛନ୍ତି ତାର ସେଇ ଚଉଡା ସେଇ ଗୋଲିର ସେଇ ମଞ୍ଜର ଦାରୁ ଆମେ କାଢିଲେ ତ ଦିଅ ତିଆରିବୁ ନା। ଦାରୁ ସବୁ ତାଙ୍କ ଦାୟିତ୍ୱରେ ଅଛି? ନା ଦାରୁଟା ହଉଛି ଦଇତାପତି ନିଯୋଗ ଦାୟିତ୍ୱରେ ଅଛି। କାହିଁକି ନା ଦଇତାପତି ନିଯୋଗରେ ଯେତେବେଳେ ସମ୍ପାଦକ ଅଛନ୍ତି ନା ସେ ସମ୍ପାଦକ କହିଲେ ଖୋଲିବ। ସେ ଯୋଉ କୋଇଲି ବୈକୁଣ୍ଠ ପାଖରେ ଗୋଟେ ଛୋଟିଆ ଘରଟି ନିଆଯାଇଛି, ତାରି ଭିତରେ ଦାରୁ ପୁସ୍ତକ ରଖାଯାଇଛି। ଇଏ କଣ କହିଲେ ଯଦି ଖୋଲିବା ପାଇଁ କହିଥିବେ କିଏ ଖୋଲିଦେବ? ନା ଚାବି ପୁରା ଆଙ୍କ ହାତରେ। ଚାବି ଦାସ ମହାପାତ୍ରଙ୍କ ହାତରେ ଚାବି ସିଏ ଚାହିଁଲେ ଚାବି ଖୋଲି ପାରିବେ। ତେଣୁକରି ସିଏ ଶୁଣ ଚାବି ଥିଲେ ବି ଆମେ ତ ଜାଣିଛୁ ନା ଦାରୁ ଷ୍ଟକ୍ କେତେ ରହିଛି। ତେଣୁକରି ସେଠି ଯୋଉ ଠାକୁର ବସିଛନ୍ତି ପୁରା ଦାରୁ ହିସାବ କରୁଛନ୍ତି କେତେ କଣ ରହିଲା, କେତେ ଗୋଲି ରହିଲା, କେତେ ଉଚ୍ଚତା ରହିଲା। ଆମେ ସେଇ ଯୋଉ ଦାରୁ ମୂର୍ତ୍ତି ବସିଛନ୍ତି ସେଠି ଆମେ ଜାଣିଯିବୁ କେତେ। କାହିଁକି ନା ମହାରାଣାଙ୍କର ବିଶ୍ୱକର୍ମାଙ୍କର ଯେତେବେଳେ ମନ୍ଦିରରେ ମହାପ୍ରଭୁ ନିର୍ମାଣ ହୁଅନ୍ତି, ବିଶ୍ୱକର୍ମାଙ୍କର ଖାଲି ମନ୍ଦିର ମୂର୍ତ୍ତି ଜଷ୍ଟ ଗୋଟେ ଫାର୍ମାସି ତିଆରି ହୁଏ, କିନ୍ତୁ ମାପ କାଠି ଏ ସବୁ ଆମର ସବୁ ହିସାବ ସବୁ ହିସାବ ଆମ ପାଖରେ। ନାଇଁ ଶୁଣନ୍ତୁ ସେ ସବୁ ଜିନିଷ ଆମ ପାଖରେ ଯେ କାଗଜ ପତ୍ର ସେ ଆକୁ ଆମେ ଦେଖିକି ଯାହା ଦାରୁ ଯାଇନି ଦାରୁ ନାଇଁ ଦାରୁ ଆପଣ ଘଟଣା ପରେ ଯୋଉ ଦାରୁ ଯୋଉ ତିଆରି ହେଇଛନ୍ତି ଯୋଉ ମୂର୍ତ୍ତିରେ ଯୋଉ ଦାରୁ ଠାକୁର ବସିଛନ୍ତି ସେ ଦାରୁ ଯେତିକି ଲାଗିବା କଥା ସେଇଭଳିଆ ଦାରୁ ତା ଭିତରେ ନଥିଲା। ମାନେ ଆପଣ କହିବା କଥା ଯେ ଯୋଉ ବଳକା କାଠ ସେଟା ଭିତରେ ଅଛି ସେଥିରେ ମୂର୍ତ୍ତି ଆଉ ତିଆରି ହେଇପାରିବ ନାଇଁ। ସେ ଏଇଭଳି ମୂର୍ତ୍ତି ତିଆରି ହେଇପାରିବ। ସେ ଫୁଟିକିଆ କାଠ ପ୍ରତିକାତ୍ମକ ଭାବରେ କିଛି ଲଗେଇ ଦେଇଛି କରିହବ କଣ ହେଇଥିବ ଆମେ ଜାଣିନେ। ଶୁଣନ୍ତୁ ତେଣୁକରି ସିଏ ପୁରା ଏଣ୍ଟାର କହିଛନ୍ତି ଯେ ଆମେ ବର୍ତ୍ତମାନ ସେ ଦାରୁ ଧରି ନିଆଯାଉ ସେ ତା ଭିତରୁ ଛୋଟ ହଉ ବଡ ହଉ କାଠ ଆଣିଲେ ତ ତିଆରି କରିଥିବେ ଯାହା ସେ ଦାବି କଲେ। ସେ ତ ମନ୍ଦିର ଭିତରେ ସେଠି ତ କାଠ ତିଆରି କରିପାରିବେନି, ପଚାରିବେ ତେବେ କଣ ଏଇ କାଠ ଖୋଳା ହେଇକି କଣ ହଉଛି ପଚାରିବେ। ମନ୍ଦିର ଭିତରୁ ବାହାରକୁ ନେଲେ ମଧ୍ୟ କିଏ ଜଣେ ପଚାରିବେ ଆଜ୍ଞା ଆକୁ ପାଇଁ ହେଉଛନ୍ତି ବୋଲି କେହି କିଛି ପଚାରିଲେନି।